ପରେ ଆଜି ଆଉ ଥରେ ସୁଯୋଗ ଦେଇଛନ୍ତି ଆପଣ ମାନଙ୍କ ସମସ୍ତଙ୍କ ମଧ୍ୟରେ ଆଉ ତାଙ୍କର ମଙ୍ଗଳ ଦାନକୁ ଆଉ ଥରେ ମନେ ପକେଇ ତାଙ୍କୁ ଗୌରବ କରିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ସର୍ଟଲି କିଛି ସାକ୍ଷ୍ୟ ଆଉ ଯାହାକି ପ୍ରଭୁ ମୋ ଜୀବନରେ କରିଛନ୍ତି ମୁଁ କହିବି। ଆପଣ ମାନେ ଜାଣିଥିବେ ମୁଁ କିଛି ଦିନ ପୂର୍ବରୁ ଗୋଟେ କମ୍ପାନୀରେ କାମ କରୁଥିଲି ଯୋଉଠିକି ଏଭ୍ରି ଡେ ମତେ ଡେ ନାଇଟ୍ କେତେବେଳେ ଦିନ ବେଳେ ଡାକି ଦିଅନ୍ତି, କେତେବେଳେ ରାତିରେ ଡାକି ଦିଅନ୍ତି, ସଣ୍ଡେ ଛୁଟି ନଥାଏ। ଆଉ ମୁଁ ଗୋଟେ କଷ୍ଟମର ସର୍ଭିସ ରେ କାମ କରୁଥିଲି ଆଉ ସେଥିପାଇଁ ମତେ ଦିନ ରାତି ବହୁତ କାମ କରିବାକୁ ପଡେ। ଆଉ ମୁଁ ସଣ୍ଡେ ମତେ ଯେମିତି ବି ଛୁଟି ଦରକାର ଆଉ ମୁଁ ବହୁତ ସାରା ଜବ୍ ସେଥିପାଇଁ ବୋଲି ମୁଁ ସଣ୍ଡେ ଯେହେତୁ ମୁଁ ଯାଇପାରେନି ଆଉ ସଣ୍ଡେ ଦିନ ସେମାନେ ମତେ ଏଙ୍ଗେଜ କରିଦିଅନ୍ତି ବୋଲି ବହୁତ ସାରା ମୁଁ ଆଉ ଜବ୍ ମୁଁ ଛାଡି ଦଉଥିଲି। କେତେଟା ଜବ୍ ମୁଁ ଭଲ ଅଫର ଥାଏ, ଭଲ ପ୍ୟାକେଜ ଥାଏ, କିନ୍ତୁ ଯେହେତୁ ସେମାନେ ସଣ୍ଡେ ଛୁଟି ଦିଅନ୍ତିନି ବୋଲି ମୁଁ ଛାଡିଦେଲି। କିନ୍ତୁ ଲାଷ୍ଟ ଯେତେବେଳେ ଟିକେ ସିଚୁଏସନ ଅଧିକ ଇଏ ହେଇଗଲା ମାନେ ମୁଁ ବାଉଣ୍ଡ ହେଇଗଲି ନାହିଁ ମତେ କିଛି ଗୋଟେ କରିବାକୁ ପଡିବ ବୋଲି ମୁଁ କରୁଥିଲି, କିନ୍ତୁ ସେଇ କାମରେ ବେଶୀ ଦିନ ମୁଁ କରିପାରିଲିନି। ଆଉ ଯେହେତୁ ମୁଁ ନିଜେ ନିଜ ଆଡୁ କୋର୍ସ କରି କରୁଥିଲି ସେ କାମକୁ ତ ମୁଁ ସେଇଟା କରିପାରିଲିନି ଆଉ ମୋ ଦେହଟା ଖରାପ ହେଇଗଲା। ତାପରେ ମୁଁ ସେ ଜବ୍ ଛାଡିଦେଲି। ସେ ଜବ୍ ଛାଡିଦେଲା ପରେ ମୁଁ ମୋର କଣ କରିବି ବୋଲି ମୁଁ ପ୍ରେୟାରରେ ରହୁଥିଲି। ଆଉ ତାପରେ ବହୁତ ସାରା ଜବ୍ ମିଳିଲା, ମାନେ ସେଇ ଭିତରେ ଅଫର ଗୁଡା ଆସୁଥିଲା ଭଲ, କିନ୍ତୁ ସେମାନେ ସମସ୍ତେ ସେମ୍ ବିଷୟ କହୁଥିଲେ ଯେ ଆଉ ସଣ୍ଡେ ଛୁଟି ମିଳିବନି, ସଣ୍ଡେ ଛୁଟି ମିଳିବନି ଆଉ ମତେ ରହିବାକୁ ପଡିବ, କାମରେ ରହିବାକୁ ପଡିବ ବୋଲି। କିନ୍ତୁ ମୁଁ କେତେଟା ଜାଗାରେ ଇଚ୍ଛା କରିଛି, କିନ୍ତୁ ଯେତେବେଳେ ଘରେ କୁହେ ତାପରେ ଘରେ ମନା କରନ୍ତି ନାଇଁ ଏବେ କରେ ନା ବୋଲି। ତ ମୁଁ ସେଇଠି ଜାଣିଦେ ନାଇଁ ମେ ବି ଏଠି ପ୍ରଭୁଙ୍କର ଇଚ୍ଛା ନାହିଁ ବୋଧେ। ତ ଏମିତି ବହୁତ ସାରା ବିଷୟ, ଯେତେବେଳେ ଭଲ ଭଲ ବି ସାଲାରୀ ସହିତ ବି ଭଲ କାମ ବି ଆସିଥିଲା, କିନ୍ତୁ ଯେହେତୁ ସେମାନେ ସଣ୍ଡେ ଛୁଟି ଦଉନଥିଲେ ସେଥିପାଇଁ ମୁଁ ଛାଡି ଦଉଥିଲି। ଆଉ ତାପରେ ଏମିତି ଗୋଟେ ଟାଇମ ଆସିଲା ଯେତେବେଳେ ମୁଁ ହୋପଲେସ୍ ହେଇକି ଥିଲି, ସେତେବେଳେ ଗୋଟେ କମ୍ପାନୀ ତାଙ୍କ ପଟୁ ଆସିକି ସେ ତାଙ୍କ ପଟୁ ମାନେ ଅଫର ଦେଇକି, ଯୋଉଠି କି ମୋ ପାଖରେ ସେଇ ଡିଗ୍ରୀ ନାହିଁ ସେ ଜବ୍ କରିବା ପାଇଁ କି ସେ ସାର୍ଟିଫିକେଟ ମୋ ପାଖରେ ନାହିଁ, ୱିଥ ଫ୍ରି ଅଫ କଷ୍ଟ ସେମାନେ ମତେ ଡେଲି ନେଇକି ଗଲେ, ସେଇ ବିଷୟରେ ଟ୍ରେନିଂ ଦେଲେ। ଯେହେତୁ ମତେ ମୁଁ ପିଆନୋ ବଜାଏ, କିନ୍ତୁ ପିଆନୋର କୌଣସି ପ୍ରକାର ଡିଗ୍ରୀ ମୋ ପାଖରେ ନାହିଁ, ମାନେ ଯୋଉଟା କି ଗୋଟେ ଟିଚର ହେବାର ଯୋଗ୍ୟତା କୁ ଦେଖେଇ ପାରିବ। କିନ୍ତୁ ସେମାନେ ତାଙ୍କ ପଟୁ କଲ୍ କଲେ ନାହିଁ ଆମେ ତମ ଫ୍ରେଣ୍ଡସ୍ ମାନଙ୍କୁ ଜାଣିପାରିଲୁ ଯେ ତମେ ବଜଉଛ ବୋଲି, ଆଉ ଆମେ ଚାହୁଁଛୁ ତମେ ତମ ଏରିଆରେ ଟିଚର ହୁଅ ବୋଲି। ଆଉ ସେମାନେ ମତେ ନିଜେ ଡାକିଲେ ୱିଥ ଫ୍ରି ଅଫ କଷ୍ଟ, ମୋ ଟ୍ରାଭେଲିଂ କଷ୍ଟ, ସେଠି ରହିବା କଷ୍ଟ ଆଉ ସବୁ କିଛି ଦେଇକି ସେମାନେ ମତେ ଟ୍ରେନ କଲେ, ଆଉ ଥରେ ପଠେଇଲେ, ଆଉ ଏଇଠି ସ୍କୁଲରେ ମତେ ପ୍ଲେସମେଣ୍ଟ ଦେଲେ। ତ ଏଇଟା ବ୍ଲେସିଂ ଠୁ କମ ନୁହଁ, କାହିଁକିନା ବହୁତ ସାରା ପିଲାମାନେ ଅଛନ୍ତି ଯୋଉମାନେ ଆଜି ବି ଜବ୍ ଖୋଜୁଛନ୍ତି ଆଉ ସାର୍ଟିଫିକେଟ ଥାଇକି ସେମାନଙ୍କୁ ଜବ୍ ମିଳୁନି। ଆଉ ଯୋଉଠି କି ଏବେ କୌଣସି ପ୍ରକାର ଡିଗ୍ରୀ ନାହିଁ କି କୌଣସି ପ୍ରକାର ସାର୍ଟିଫିକେଟ ନାହିଁ, କିନ୍ତୁ ସେମାନେ ଆଉ ନିଜେ ଆଉ ସବୁ କିଛି ପ୍ରୋଭାଇଡ କରିକି ଆଉ ସେମାନେ ଭଲ ଭଲ ସାଲାରୀ ସହିତ ଭଲ ଛୁଟି ଟାଇମ ମିଳୁଛି, ମତେ ସଣ୍ଡେ ଛୁଟି ମିଳିଲା, ପ୍ଲସ ମୁଁ ଚର୍ଚ୍ଚକୁ ଟାଇମ ଦେଇ ପାରୁଛି, ପ୍ରେୟାର କରିପାରୁଛି, ଆଉ ଅଧିକ ପ୍ରେସର ନାହିଁ। ଅଧିକ ପ୍ରେସର ନେଇକି ଯେତିକି ଟଙ୍କା ମିଳୁନଥିଲା ମତେ, ତ ଏଇଠି ପ୍ରଭୁ ଏତେ ଇଜିଲି ଏବେ ହେଲ୍ପ କରୁଛନ୍ତି କି ମତେ ଅଧିକ ପ୍ରେସର ନେବାକୁ ପଡୁନି। ତ ଗୋଟେ ବିଷୟ ମୁଁ ଦେଖିଲି, ଯେତେବେଳେ ଆମେ ପ୍ରଭୁଙ୍କ ପାଇଁ କିଛିଟା ବିଷୟ ଛାଡିଥାଉ, ବହୁତ ଛୋଟ ବିଷୟ ଆମେ ଛାଡିଥାଉ, କିନ୍ତୁ ପ୍ରଭୁ ଯେତେବେଳେ ଆମ ଉପରେ ଫେଭର ଦେଇଥାନ୍ତି, ପ୍ରଭୁ ଯେତେବେଳେ ପ୍ରଭୁଙ୍କ ଫେଭର ଆମେ ଦେଖିଥାଉ, ସେଟା ବହୁତ ବଡ ହେଇଥାଏ। ଆଉ ମୋ ଜୀବନରେ ତାହା ପ୍ରଭୁଙ୍କ ହସ୍ତକୁ ଦେଖିବାକୁ ପାଇଛି। ଲାଷ୍ଟ ଟାଇମ 2021 ରେ ମୁଁ ଦିଲ୍ଲୀ ଯାଇଥିଲି ଗୋଟେ କାମ ପାଇଁ, ଆଉ ସେତେବେଳେ ମୋର ଏକ୍ସପିରିଏନ୍ସ ବହୁତ ଖରାପ ଥିଲା ଦିଲ୍ଲୀରେ। ଆଉ ଏଥର ଏମାନେ ଯେତେବେଳେ ମତେ ଡାକିଲେ ଦିଲ୍ଲୀରେ, ମୋର ସେମ ଡାଉଟ ଆଉଥରେ ଥିଲା କି ଲାଷ୍ଟ ଟାଇମ ମୁଁ ଯେମିତି ହଇରାଣ ହେଇଥିଲି ସବୁ ବିଷୟ ପାଇଁ, ସେ ଏବେ ବି ସେମିତି ହେଇକି ହଇରାଣ ହେବି କି। କିନ୍ତୁ ଏତେ ଭଲସେ ସେମାନେ, ଯେହେତୁ ଏମାନେ ଫ୍ରି ଅଫ କଷ୍ଟରେ ଡାକୁଥିଲେ, ତ ମୁଁ ଭାବୁଥିଲି ଏତେ କିଛି ସେମାନେ ଆଉ ଆରେଞ୍ଜ କରୁନଥିବେ, ସେମାନେ ତ କୋଉଠି ବି ଏମିତି ରଖିଦେବେ, କିନ୍ତୁ ଏତେ ବଢିଆରେ ସେମାନେ ସବୁ ଆରେଞ୍ଜ କରିଥିଲେ, ରହିବାଠୁ ଆରମ୍ଭ କରି ଖାଇବାଠୁ ଯିବା ଆସିବା ସବୁ।
ଆଉ ମୋର ଏକ୍ସପେକ୍ଟେସନ ର ବାହାରେ ସେଟା। ତାପରେ ଆଉ ଗୋଟେ ବଡ ସାକ୍ଷ୍ୟ ହଉଛି ଯେତେବେଳେ ମୁଁ ରିଟର୍ନ କରୁଥିଲି, ଆପଣ ମାନେ ଜାଣିଥିବେ ପ୍ରୟାଗରାଜରେ ମହାକୁମ୍ଭ ଚାଲିଥିଲା, ଆଉ ସେଇଠୁ ରିଟର୍ନ କଲା ବେଳେ ଏତେ ସେଇଠି ମାନେ ରଶ ଥିଲା କି ଯୋଉମାନେ ବି ଟିକେଟ ପାଉଥିଲେ, ବହୁତ ରେୟାରଲି ଟିକେଟ ମିଳୁଥିଲା କାହିଁକିନା ବହୁତ ୱେଟିଂ ଲିଷ୍ଟ ରହୁଥିଲା। ଆଉ ମାନେ ଲୋକମାନେ ଦଳା ଚକଟା ହେଇକି ଯୋଉମାନେ ଫାର୍ଷ୍ଟ ଏସି ରେ ବି ଯାଉଛନ୍ତି କି ସେକେଣ୍ଡ ଏସି ଥାର୍ଡ ଏସି, କିଛି ସେମାନଙ୍କ ଭିତରେ ଫରକ ରହୁନି କାହିଁକିନା ଲୋକମାନେ କାଚ ଫାଚ ଭାଙ୍ଗିକି ଭିତରେ ପଶି ଯାଉଛନ୍ତି। ତ ଏତେ ସାରା ଟେନସନ ଭିତରେ ମୁଁ କେମିତି ଯିବି ହଉଥିଲି, ଆଉ କେମିତି ଫେରିବି ଭାବିଲା ବେଳେ ପ୍ରଭୁ ସାହାଯ୍ୟ କଲେ, ପ୍ରଭୁ ଅନୁଗ୍ରହ କଲେ, ଆଉ ମତେ ପ୍ରଭୁ ସେଫଲି ଆଣିଲେ। କାହିଁକି ଆଉ ମୁଁ ଯେତେବେଳେ ଘରୁ ପହଞ୍ଚିଲି ଆଉ ନ୍ୟୁଜ ଦେଖୁଛି ନାଇଁ ଟ୍ରେନ ଭିତରେ ଲୋକମାନେ ପଶି ଯାଇଛନ୍ତି କାଚ ଭାଙ୍ଗିକି, ସେ ଥାର୍ଡ ଏସି ରେ ବି ପଶି ଯାଇଛନ୍ତି, ସେକେଣ୍ଡ ଏସି ରେ ପଶି ଯାଇଛନ୍ତି। ଆଉ ସେତେବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦଉଥିଲି, ମାନେ ପ୍ରଭୁ ଆମ ପାଇଁ ଚିନ୍ତା କରନ୍ତି, ପ୍ରଭୁ କଣ କଲେ ଆମ ପାଇଁ ଭଲ ହବ ପ୍ରଭୁ ସେଟା ଚିନ୍ତା କରନ୍ତି। ଆମେ ଯୋଉଟା ଜାଣିନୁ ପ୍ରଭୁ ଆମ ବ୍ୟାକ୍ ରେ ପ୍ରଭୁ କାର୍ଯ୍ୟ କରୁଥାନ୍ତି, ଆଉ କୁଆଡୁ ସେ ଫାଇନାନ୍ସ ଯୋଗାନ୍ତି, କୁଆଡୁ ଆରେଞ୍ଜ କରନ୍ତି, ସେଟା ଆମର ଏକ୍ସପେକ୍ଟେସନ ର ବାହାରେ। ସେଥିପାଇଁ ଆମେ ଯେତେବେଳେ ପ୍ରଭୁଙ୍କ ପାଇଁ ଷ୍ଟେପ ଆଉଟ ନେଇଥାଉ, ପ୍ରଭୁଙ୍କ ପାଇଁ ଯେତେବେଳେ ଆମେ ଆଉ ବାହାରେ ଥାଉ, ପ୍ରଭୁ ଆମମାନଙ୍କର ଯତ୍ନ ନେବା ପରମେଶ୍ୱର। ଆଉ ତାହା ମୁଁ ଅନୁଭବ କରିବାକୁ ପାଇଲି ଏଇ ଦିନ ମାନଙ୍କରେ। ଆଉ ମୁଁ ଯେବେ ବି କିଛି କରିବାକୁ ଯାଏ ଆଣ୍ଟିଙ୍କୁ ମୁଁ କଲ୍ କରେ, ଆଉ ଆଣ୍ଟି ମୁଁ ଏ ବିଷୟ କରିବାକୁ ଯାଉଛି, ପ୍ରାର୍ଥନା କରିବାକୁ। ଆଉ ଆଜି ଆପଣ ମାନଙ୍କ ପ୍ରାର୍ଥନା ଦ୍ଵାରା, ଆପଣ ମାନଙ୍କର ଆଉ ଅନୁଗ୍ରହ ଦ୍ଵାରା, ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ପ୍ରଭୁ ମତେ ସମ୍ଭାଳି ଆସିଛନ୍ତି, ମୁଁ ସୁସ୍ଥତା ମଧ୍ୟ ଅନୁଭବ କରୁଛି ଏବେ। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଆପଣ ସମସ୍ତଙ୍କୁ ଆପଣଙ୍କର ପ୍ରାର୍ଥନା ପାଇଁ। ଆଉ ମୋ ପାଇଁ ମଧ୍ୟ ପ୍ରାର୍ଥନା କରିଦେବେ। ଯୋଉ ନୂଆ ଜବ ଯୋଉଠି କରୁଛି, ଏଟା ଗୋଟେ ବିଜାତି ସ୍କୁଲଟା ଅଟେ, ଆଉ ଏଠି ସେମାନେ ପ୍ରତିଦିନ ତାଙ୍କର ଆକ୍ଟିଭିଟି ଗୁଡା ରହୁଛି, ବିଜାତ ଆକ୍ଟିଭିଟି, ଆଉ ଯେମିତି କି ଯଜ୍ଞ ଭୋଗ ଏଇ ସବୁ ରହୁଛି। ତ ପ୍ରଭୁ ମତେ ସାହାଯ୍ୟ କରନ୍ତୁ ଏଇ ସବୁ ବିଷୟରୁ ମତେ ପୃଥକ ହେଇକି ରହିବା ପାଇଁ। ସେମାନେ ଯଦି ମତେ ସେଇ ବିଷୟରେ ଅଧିକ ଇନକ୍ଲୁଡ ନ କରିବେ, ମତେ ସେପାରେଟ ରଖିବେ ସେଇ ବିଷୟରୁ, ସେଥିପାଇଁ ପ୍ରେୟାର କରିଦେବେ। ଆଉ ପ୍ରଭୁଙ୍କର ଫେଭର ଯେମିତି ମୋ ଉପରେ ରହିବ ସେଥିପାଇଁ ପ୍ରେୟାର କରିଦେବେ। ପ୍ରଭୁ ଗୌରବ ପାଆନ୍ତୁ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ପ୍ରୀତମ ବାବୁ। ଆଜ୍ଞା ସାର୍। ତମର ପାଠଟା ଅତି ଉତ୍ସାହଜନକ। ଟିକେ ହେଲେ ବି ଉତ୍ସାହିତ ହୁଅନ୍ତି, ଆଉ ତାଙ୍କ ରାଜକାର୍ଯ୍ୟ ପାଇଁକା ସେମାନେ ଗୋଡ କାଢନ୍ତି। ପ୍ରଭୁ ସେମାନଙ୍କ ପାଇଁକା କେତେ ଚିନ୍ତିତ, ସେଥିରୁ ସମସ୍ତଙ୍କ ପାଇଁ ଗୋଟେ ଜ୍ୟୋତି, ଆଉ ସେ ଯୋଜନାରେ ଯେ ଆମେ ସମସ୍ତେ ଅଂଶୀ, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦବା। ଯାହା ତମର ମନର ଇଚ୍ଛା ଥିଲା ସେ ରବିବାର ଦିନ ପ୍ରେୟାର କରିପାରିବ, ସେମିତି ଚାକିରି ମିଳିଲା। ଆଉ ଯଦିଓ ସେ ସ୍କୁଲ ଭିନ୍ନ ଟାଇପର, ତଥାପି କିଛି ଯାଏ ସେ ନାହିଁ। ଦାନିଏଲ ବି ତ ଯାଇକି ଗୋଟେ ଭିନ୍ନ ଦେଶରେ ଥିଲେ, ସେଠି ବି ତାଙ୍କ ପ୍ରଭୁଙ୍କ ସେବା କରିଥିଲେ, ଅସୁବିଧା କଣ ଅଛି? ପ୍ରଭୁ ତୁମକୁ ବ୍ୟବହାର କରୁଛନ୍ତି, ଆହୁରି କରିବେ। ତୁମେ ତ ଆମ ପରିବାରର ଅଂଶୀ। ଆଉ ଗୋଟେ ଛୋଟ ରିକ୍ୱେଷ୍ଟ, ଗୋଟେ ଛୋଟ ଗୀତଟି ବୋଲ ଦେଇକିରି ତମ ସାକ୍ଷ୍ୟଟା ଶେଷ କର। नाही शांति नाही तृप्ति मरीचिकाए पृथ्वी, क्षुधा तृषा भरा कांदे जगते, काही शांति काही मुक्ति आओ मेरे ख्रीष्ट सोइन जालिबा मुक्ति मौसल हो मेरे ख्रीष्ट सोइन जालिबा मुक्ति मौसल दे प्रति प्राणी शांति जीसु आम चिर साथी, जीसु आम चिर साथी
ସେ ଆମ ଶକତି ମୁକ୍ତି ଚାଲ ରେ ଆଗେ ଖ୍ରୀଷ୍ଟ ସୈନ ଚାଲ ରେ ଆଗେ ଖ୍ରୀଷ୍ଟ ସୈନ ନାଇଁ ଆଉ ଭୟ ଭ୍ରାନ୍ତି ଭୟ ଭ୍ରାନ୍ତି ଭୟ ଭ୍ରାନ୍ତି যিশু ଆମ চির সাথী কালবরি চুলে দেখো উঙ্কি মারে সেই প্রেম ডাকুଛନ୍ତି ଯୋଡ଼ି ଦେବେ ଭଙ୍ଗା ନିରାଶ ମନ କାଲବରି ଚୁଳେ ଦେଖ ଉଙ୍କି ମାରେ ସେ ପ୍ରେମ ଡାକୁଛନ୍ତି ଯୋଡ଼ି ଦେବେ ଭଙ୍ଗା ନିରାଶ ମନ ଜାଗରେ ଖ୍ରୀଷ୍ଟ ସୈନ ବହନ କରି ସେ ପ୍ରେମ ହୋ ଜାଗରେ ଖ୍ରୀଷ୍ଟ ସୈନ বহন করে সে প্রেম ভরি প্রতি প্রাণে মুক্তি যিশু আম চির সাথী যিশু আম চির সাথী সে আম শকতি মুক্তি যিশু আম চির সাথী সে আম শকতি মুক্তি চাল রে আগে খ্রিস্ট সৈন চাল রে আগে খ্রিস্ট সৈন নাহি আও ভয় ভ্রান্তি ভয় ভ্রান্তি ভয় ভ্রান্তি যিশু আম চির সাথী আমেন হালেলুয়া Amen. Amen. Hallelujah. Praise Thank you.